ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ 16ଗୋଟି ଗହଣ ଦଳ ତରଫରୁ ଶାରଳାମଣ୍ଡଳ ଗହଣ ଦଳ ତିର୍ତ୍ତୋଲ ବ୍ଲକ ସ୍ଥିତ ଗୋପ୍ୟାକୁଦଠାରେ ଥିବା ମା ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ମହାନ ବ୍ରହ୍ମ ଏକାକ୍ଷର ମେଳା ଅନୁଷ୍ଠିତ କରାଯାଇଛି। ଶାରଳାମଣ୍ଡଳ ସଭାପତି ଦେବବ୍ରତ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଉପସ୍ଥିତ ଶତାଧିକ ଗହଣ ସଦସ୍ୟଙ୍କୁ ମା ସନ୍ତୋଷୀ ମନ୍ଦିର ସ୍ୱତ୍ୱାଧିକାରୀ ମା ବାସନ୍ତୀ ଦେବୀ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ଏହି ସଭାରେ ତିର୍ତ୍ତୋଲର ବିଶିଷ୍ଟ ପାଲାଗାୟକ ଶିଶିର ପଣ୍ଡା ବୈଠକୀ ପାଲା ପରିବେଷଣ କରିଥିଲେ। ଗହଣ ଦଳ ତରଫରୁ ବାସନ୍ତୀ ମାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଆଧ୍ୟାତ୍ମିକ ସଭାରେ ଶାରଳାମଣ୍ଡଳ ସଭାପତି ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ସାହୁ, ବିଜୟ ସ୍ୱାଇଁ, ରତ୍ନବଟ ବାବା ସୁରେଶ ଚନ୍ଦ୍ର ଏବଂ ଅଜୟ ଦାସ, ବାବୁ ରାଉତ, ହେମନ୍ତ ନାୟକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ସଭାକୁ ପରିଚାଳିତ କରିଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ପ୍ଲସ୍ ଓଡ଼ିଆ।